ପେନ୍ସନଧାରୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ ମିଳିବ ମାସି 3000 ଟଙ୍କା। ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ। ପୂର୍ବରୁ ମିଳୁଥିବା ଭତ୍ତାର ପରିମାଣରେ ହେବାକୁ ଯାଉଛି ବୃଦ୍ଧି। ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଘୋଷଣା କରାଯାଇଥିଲା କି ଯଦି ବିଜେପି ସରକାର ଓଡ଼ିଶାରେ ଗଢ଼ି ଉଠେ ତେବେ ଭତ୍ତାରେ ମଧ୍ୟ ବୃଦ୍ଧି ହେବ। ବର୍ତ୍ତମାନ ବିଜେପି ଓଡ଼ିଶାରେ ସରକାର ଗଢ଼ିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଭତ୍ତା ବୃଦ୍ଧିକୁ ନେଇ ବଡ଼ ଘୋଷଣା କରାଯାଇଛି। ପୂର୍ବରୁ 60 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ 700 ଟଙ୍କା ଭତ୍ତା ମିଳୁଥିବା ବେଳେ 80 ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ 1200 ଟଙ୍କା ମିଳୁଥିଲା। କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ଏଥିରେ ବଡ଼ ପରିବର୍ତ୍ତନ କରାଯାଇଛି। ସରକାରଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ 60 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ 3000 ଟଙ୍କା ଏବଂ 80 ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ 3500 ଟଙ୍କା ଭତ୍ତା ମିଳିବାକୁ ଯାଉଛି। ପରବର୍ତ୍ତୀ ଖବର, ସରକାରଙ୍କ ରାସନ କାର୍ଡକୁ ନେଇ ନୂଆ କଟକଣା। ଘରେ ଏହିସବୁ ଜିନିଷରୁ ଗୋଟିଏ ବି ଥିଲେ କଟିଯିବ ରାସନ କାର୍ଡ। ଜାଣନ୍ତୁ କ'ଣ? ରାସନ କାର୍ଡକୁ ନେଇ ସରକାର ନେଲେ ବଡ଼ ପଦକ୍ଷେପ। ଯଦି ଆପଣଙ୍କ ନିକଟରେ ଏଥିରୁ କୌଣସି ବି ପ୍ରମାଣପତ୍ର ଥାଇ ଆପଣ ରାସନ କାର୍ଡ ହିତାଧିକାରୀ ହୋଇଛନ୍ତି ତେବେ ଏଣିକି ଆଉ କାମ ଦେବ ନାହିଁ ରାସନ କାର୍ଡ। ଜାଣନ୍ତୁ କ'ଣ ରହିଛି ସେହି ସବୁ ପ୍ରମାଣପତ୍ର। ଯଦି ଆପଣଙ୍କର ବାର୍ଷିକ ଆୟ 2 ଲକ୍ଷରୁ ଅଧିକ ହୋଇଥାଏ ତେବେ ଆପଣ ରାସନ କାର୍ଡ ଅନ୍ତର୍ଭୁକ୍ତ ହେବେ ନାହିଁ। କିମ୍ବା ଯଦି ଆପଣଙ୍କ ନାଁରେ ଏକ ଫ୍ଲାଟ୍ ସହିତ 100 ବର୍ଗମିଟରରୁ ଅଧିକ ଜମି ରହିଛି ତାହେଲେ ବି ଆପଣ ଏହି ସୁବିଧା ପାଇପାରିବେ ନାହିଁ। ଏବଂ ଏହା ସହିତ ଯଦି ଆପଣଙ୍କର କୌଣସି 4 ଚକିଆ ଯାନ ମଧ୍ୟ ରହିଛି ତାହେଲେ ଆପଣ ରାସନ କାର୍ଡର ଲାଭ ଉଠାଇ ପାରିବେ ନାହିଁ। ପରବର୍ତ୍ତୀ ଖବର ଆସିଲା ଚାଷୀଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ 17ତମ କିସ୍ତିରେ ଟଙ୍କା ପାଇଛନ୍ତି ସମସ୍ତ ଚାଷୀ। ଆଗାମୀ 18ତମ କିସ୍ତି ପାଇଁ ଚାଷୀ ଅପେକ୍ଷା କରିଛନ୍ତି। ପିଏମ୍ କିଷାନ ସମ୍ମାନ ନିଧି ଅଧୀନରେ ବାର୍ଷିକ 6000 ଟଙ୍କା ଯୋଗାଇ ଦିଆଯାଉଛି। ଏହି ଟଙ୍କା କୃଷକମାନଙ୍କୁ କିସ୍ତି ହିସାବରେ ପ୍ରଦାନ କରାଯାଇଥାଏ। ବର୍ଷ ସାରା 3ଟି କିସ୍ତି ମାଧ୍ୟମରେ ଏହି ଟଙ୍କା ରିଲିଜ୍ ହୁଏ। ପ୍ରତ୍ୟେକ କିସ୍ତିରେ 2000 ଟଙ୍କା ଦିଆଯାଏ। ଏହା ପ୍ରତି 4 ମାସରେ ଗୋଟିଏ କିସ୍ତି ଭାବେ ରିଲିଜ୍ ହୁଏ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ମାଧ୍ୟମରେ ଏହି ଟଙ୍କା ପ୍ରତ୍ୟେକ 4 ମାସରେ ଥରେ ଆକାଉଣ୍ଟକୁ ଆସିଥାଏ। ଏଭଳି ପରିସ୍ଥିତିରେ ଚଳିତ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ପିଏମ୍ କିଷାନର 18ତମ କିସ୍ତି ପ୍ରଦାନ କରାଯିବ। ପରବର୍ତ୍ତୀ ଖବର, ଭାରତୀୟ କ୍ରିକେଟ ଦଳରୁ 5 ଜଣ ଖେଳାଳି ବାତିଲ। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା 5 ଜଣ ଖେଳାଳିଙ୍କୁ ଚାମ୍ପିୟନ ଟ୍ରଫିରୁ ବାଦ୍ ଦେବାକୁ ଯାଉଛି ବିସିସିଆଇ। ତେବେ ସେ ଖେଳାଳିମାନେ ହେଲେ ଶୁଭମନ ଗିଲ୍, ଲୋକେଶ ରାହୁଲ, ଶିବମ ଦୁବେ, ଅର୍ଶଦୀପ ସିଂ ଏବଂ ରିୟାନ ପରାଗ। ରକ୍ଷାବନ୍ଧନକୁ ନେଇ ଆସିଛି ବଡ଼ ଖବର। ଜାଣନ୍ତୁ କେତେବେଳେ ବାନ୍ଧିବେ ରାକ୍ଷୀ? କେଉଁ ଦିନ ରକ୍ଷାବନ୍ଧନ, 18 ନା 19? ଭାରତରେ ଶ୍ରାବଣ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୁଏ। ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ରକ୍ଷାବନ୍ଧନରେ ଚଳିତ ବର୍ଷ ଭଦ୍ରା ଯୋଗ ରହିଛି। କୁହାଯାଏ ଭଦ୍ରା ଭଳି ଅଶୁଭ ଯୋଗରେ ରାକ୍ଷୀ ବନ୍ଧାଯାଏ ନାହିଁ। ଏଥର ପୂର୍ଣ୍ଣିମା ତିଥି 19 ଅଗଷ୍ଟ ସକାଳ 3:04 ଆରମ୍ଭ ହେବ ଓ ତିଥିର ସମାପନ 19 ଅଗଷ୍ଟ ରାତି 11:55ରେ ହେବ। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ 19 ଅଗଷ୍ଟ ରାତି 2:21 ଭଦ୍ରା କାଳ ଆରମ୍ଭ ହୋଇଯିବ। ସକାଳ 9:51ରୁ 10:53 ପର୍ଯ୍ୟନ୍ତ ଭଦ୍ରାର ଲାଞ୍ଜ ରହିବ। 10:53ରୁ ମଧ୍ୟାହ୍ନ 12:37 ପର୍ଯ୍ୟନ୍ତ ଭଦ୍ରାର ମୁଖ ରହିବ। ଏହାପରେ ଭଦ୍ରାର ସମାପନ ମଧ୍ୟାହ୍ନ 1:30ରେ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଦ୍ରାକୁ ବହୁତ ଅଶୁଭ ସମୟ ମନେ କରାଯାଏ। ଏହି କାଳରେ କୌଣସି ଶୁଭ କାର୍ଯ୍ୟ ହେବା କଥା ନୁହେଁ। ଏଣୁ 19 ଅଗଷ୍ଟ ମଧ୍ୟାହ୍ନ 1:30ରେ ରକ୍ଷାବନ୍ଧନ କରାଯାଇପାରେ। 19 ଅଗଷ୍ଟରେ ରାକ୍ଷୀ ବାନ୍ଧିବାର ସବୁଠୁ ଶୁଭ ସମୟ ମଧ୍ୟାହ୍ନ 1:43ରୁ ଆରମ୍ଭ କରି 4:20 ପର୍ଯ୍ୟନ୍ତ ରହିବ। ଏହି ସମୟ ମଧ୍ୟରେ ଆପଣ ରାକ୍ଷୀ ବାନ୍ଧି ପାରିବେ। ରାକ୍ଷୀ ବାନ୍ଧିବା ପାଇଁ ଆପଣଙ୍କୁ ମୋଟ 2 ଘଣ୍ଟା 37 ମିନିଟ୍ ସମୟ ମିଳିବ, ଯାହାକୁ ସବୁଠୁ ଶୁଭ ସମୟ ବୋଲି ମନେ କରାଯାଉଛି। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରିବେ।